କାଲି ଯାଉଥିଲି ମୁହିଁ ପଛରୁ ଶୁଭିଲା ଆସ। ପଛକୁ ଚାହିଁ ଦେଖିଲା ବେଳକୁ ଆସୁଛି ନୂଆ ବରଷ। ତ ସାଙ୍ଗମାନେ ଆଉ କିଛି ଦିନ ପରେ ନୂଆ ବର୍ଷ ଆସିଯିବ। ଆମ ସମସ୍ତଙ୍କ ଜୀବନରେ କିଛି ସୁଖ କିଛି ଦୁଃଖ ନିଶ୍ଚିତ ଆସିଥିବ। ତ ଆମେ ପୃଥିବୀ ପୃଷ୍ଠ ଜନ୍ମ ନେଇଛନ୍ତି ମାନେ ସୁଖ ଆଉ ଦୁଃଖକୁ ସାଥିରେ ଧରି ଆଗକୁ ବଢ଼ିବାକୁ ପଡ଼ିବ। ତ ଆଜି ପ୍ରଥମ ଥର ଶାଶୁ ଘରୁ ମୋ ସ୍ୱାମୀଙ୍କ ସହିତ ଯାଇଥିଲି ଲକ୍ଷ୍ମୀ ନାରାୟଣ ପୂଜା ଦେଖି। ତ ପ୍ରଥମେ ଠାକୁରଙ୍କୁ ଦର୍ଶନ କରିଲି, ତାପରେ ପାଖରେ ବସିଥିବା ମୀନା ବଜାରକୁ ଗଲି। ଦେଖୁଥିବେ ଆପଣମାନେ ବହୁତ ଭିଡ଼ ଥିଲା। ତ ଭିଡ଼ ହେଲେ ତ ମୁଁ ଜମା ବି ବୁଲି ପାରେନି କି ସେ ଭିତରକୁ ଯାଇପାରିନି, ଯେହେତୁ ଆସିଥିଲି କଷ୍ଟମଷ୍ଟ ଯିବାକୁ ପଡ଼ିଥିଲା। ତାପରେ ମେଳାରୁ କିଛି ଜିନିଷ କିଣିବା ପାଇଁ ଚାହୁଁଥିଲି, ହେଲେ ଇଏ କ'ଣ ମେଳାରୁ କିଛି ଜିନିଷ କିଣେଇ ଦେବେ। ତାପରେ ଦୋଳି ଦେଖିକି ମୋ ମନ ତ ପୁରା ଉଚ୍ଛନ୍ନ। ଆଉ ସ୍ୱାମୀଙ୍କ ହାତ ଛାଡ଼ି ଏକା ଏକା ଚାଲିଲି ସିଧା ଦୋଳି ପାଖକୁ। ସେ ମନା କରୁଥିଲେ ଦୋଳି ନ ଖେଳିବାକୁ, ହେଲେ ମୁଁ ଚାହୁଁଥିଲି ଦୋଳି ଖେଳିବାକୁ। ମୋ ଜିଦ୍ ଆଗରେ ତାଙ୍କ ଜିଦ୍ ଫେଲ୍ ମାରିଲା। ଶେଷରେ ଆମେ ଟୁଆଁ ଟୁଇଁ ଦୋଳି ଖେଳିକି ଘରକୁ ଗଲୁ। ଯେହେତୁ ଆସିଲା ବେଳେ ଥଣ୍ଡା ଜୋରରେ ହେଉଥିଲା, ତ ଗରମ ଗରମ ଚା ଟିକେ ପିଇକି ମୋ ବୋଉ ସହିତ କଥା ହେଇକି ଶୋଇବା ପାଇଁ ଗଲି। ଆପଣମାନେ ସବସ୍କ୍ରାଇବ୍ କରିଦେବେ ବୋଲି ଭାବିଲି। ଜୟ ଜଗନ୍ନାଥ।